ଯାହାକୁ ମୁଁ ଏତେ ଦିନ ହେଲା ଚାତକ ପରି ଚାହିଁ ରହିଥିଲି ସେ କ'ଣ ଆଜି ସତରେ ଆସିବନି। ଆଜି ଆମିଷ ବାରି ହେଇଥିବାରୁ ମମି ବସି ଯାଇଛନ୍ତି ମାଛମାନଙ୍କୁ ଜମପୁରକୁ ପଠାଇବା ପାଇଁ। ଯେହେତୁ ଆମିଷ ବାରି ନଥିଲା ଇଏ ପିଲା ଆମର ଗୋଟେ ମାଛକୁ 3 ଦିନ ହେଲା କେଟିଲେ ନାଇକି ରଖିଛି। ମମି ମାଛ ଧୋଇ ସାରିଲା ବେଳକୁ ମୁଁ କରେଇକି ପୁରା ହିଟ୍ କରିଦେଇଥିଲି। ସକାଳ ଖାଇବା ବନେଇବା ସମୟରେ ମୁଁ ଦ୍ୱିପହର ଖାଇବା ବନଉଛି। ତାହେଲେ ଆପଣମାନେ ଜାଣିପାରୁଥିବେ ମୋ ଦିମାଗ କେତେ ଫାଷ୍ଟ। ଆଉ ଇଏ ଏତେ ମାଛ ଖାଅ ଯେ ମାଛ କରେଇରୁ ବାହାରିଲା କି ନାହିଁ ସେ ଆଣି ଥାଳି ପତେଇ ଦେଲାଣି। ବାପ ପୁଅଙ୍କର ତ ଆଜି ପୁରା ଲଟେରୀ ଲାଗିଛି। ଘରୁ ମାଛ ଭାତ ଖାଇ ଚାଲିଲେ ମାମୁଁ ଘରକୁ ମଟନ୍ ଖାଇବା ପାଇଁ। ଆଉ ମୋ ପୁଅ ତ କହୁଛି ମଟନ୍ ସରିଲେ ମୁଁ କାଲିକି ଆସିବି। ପେଟ ତାର ମୂଷା ପରି କିନ୍ତୁ କଥା ପୁରା ହାତୀ ପରି। ଆଜି ମୋର ଗୋଟେ ପାର୍ସଲ ଆସିବାର ଥିଲା ଦ୍ୱିପହରେ ଆସିବା କଥା କିନ୍ତୁ ସନ୍ଧ୍ୟା ହେଲାଣି ଏବେ ଯାଏଁ ଆସିଲାନି। ଏତେ ଦିନ ହେଲା ପାର୍ସଲଟିକୁ ମୁଁ ପୁରା ଚାତକ ପରି ଚାହିଁ ରହିଛି। ଦେଖୁନାହାନ୍ତି କେମିତି ବଗ ମାଛ ଜଗିଲା ପରି ଦ୍ୱିପହର ପାଖରୁ ପାର୍ସଲ ବାଲାର ବାଟକୁ ମୁଁ ଜଗିଛି। କେଜାଣି ପାର୍ସଲ ଆଜି ଆସିବ କି ନାହିଁ। କିନ୍ତୁ ଇଏ ବାପ ପୁଅ ତ ଖାଲି ଖାଇବାରେ ବ୍ୟସ୍ତ। ମଟନ୍ ଖାଇ ପେଟ ଗରମ ହେଇଯିବ ବୋଲି ପଇଡ଼ ଧରି ବସିଗଲେ ପେଟ ଥଣ୍ଡା କରିବା ପାଇଁ। ପଇଡ଼ ପାଣି ସିଏ ପିଇଦେବେ ବୋଲି ଇଏ ତାର ଆଗୁତୁରିଆ ନୋଟା ପତେଇ ଦେଇଛି। ମଟନ୍ ଖାଇଲା ପରେ ବି ବାବୁଙ୍କର ବଳ କିଛି କାମ କରୁନି। ପଇଡ଼ ଉପରେ ପୁରା ହାତ ଗୋଡ଼ ଲଗେଇ ଚଢ଼ିଗଲେଣି କିନ୍ତୁ ଚୁପା ଚଢ଼େଇ ପାରୁନାହାନ୍ତି। ବାପ ପୁଅକୁ ତ ଲଢ଼େଇ ସବୁବେଳେ ଟମ୍ ଆଣ୍ଡ ଜେରି ପରି। ପାଣି ପିଇବ ବୋଲି ପୁଅ ତାର ଡାଉକ ଭଳି ଅନେଇ ବସିଛି କିନ୍ତୁ ବାପ ତାଙ୍କର ମୁହଁ ଲଗେଇ ପିଇଦେଲେଣି। କିନ୍ତୁ ମୋ ମନ ତ ପାର୍ସଲ ପାଖରେ ଅଛି। କ'ଣ ସତରେ ଆଜି ମୋ ପାର୍ସଲ ଆସିବନି?